ନମସ୍କାର ବନ୍ଧୁଗଣ, ଆମେ ଶୁଣୁଛେ ଉପନ୍ୟାସ କୌଣସି କୁଳବଧୂ। ଲେଖକ ବିଭୂତି ପଟ୍ଟନାୟକ। ଏକ ଦେହ ସହିତ ଆଉ ଗୋଟିଏ ଦେହର ମିଳନ ପାଇଁ ସେ ପାଗଳ, କିନ୍ତୁ ଜୀବାତ୍ମାକୁ ପରମାତ୍ମା ସହିତ ମିଳିତ କରାଇବା ପାଇଁ ତାର ସମୟ ନାହିଁ। ଅନିତା ତା ଦେହ ସହିତ କ୍ରମଶଃ ଘନିଷ୍ଠ ହୋଇ ଆସୁଛି। ତାର ବେକ ଚାରିପଟେ ଛନ୍ଦି ହୋଇ ଆସୁଛି ତାର ଦୁଇ ବାହୁର ବନ୍ଧନ। ମୁକ୍ତି ପାଇଁ ନିଶ୍ୱାସ ନେବାକୁ ଚେଷ୍ଟା କରି ସୁଦ୍ଧା ସମୀରଣ ପାରୁନାହିଁ। ଅନିତା ସମ୍ଭବତଃ ବୁଝିପାରୁଛି, ପୁରୁଷ ନାରୀକୁ ଜୋର କରି ଭୋଗ କରିପାରେ, ନାରୀ ପାରେନା। ପୁରୁଷର ବଳିଷ୍ଠତା, ସ୍ୱତନ୍ତ୍ରତା ଏଇ ଗୋଟିଏ କଥାରେ। ଜଣେ ଅନିଚ୍ଛୁକ ପୁରୁଷକୁ ସମ୍ଭୋଗ କରାଯାଇପାରେ ନାହିଁ ବୋଲି ସେ ସ୍ୱାମୀ, ସେ ଦେବତା। ଏକ ଆହାତ ଅଭିମାନ, ଅକାରଣ ଘୃଣାରେ ଅନିତାର ଲୋମକୂପ ସବୁ ଝାଳରେ ଭିଜିଗଲା। ସମୀରଣକୁ ବନ୍ଧନମୁକ୍ତ କରି ସେ ଶଯ୍ୟାର ଗୋଟିଏ କୋଣରେ ଅବହେଳିତ ହୋଇ ପଡ଼ିଥିବା ନାଇଟ୍ ଗାଉନଟାକୁ ଆଲିଙ୍ଗନ କଲା। ସମୀରଣ ମୃଦୁ କଣ୍ଠରେ ଡାକିଲା, ନିତା। ଅନିତା ମୁହଁ ଫେରାଇ ତା ଆଡ଼କୁ ଚାହିଁଲା ନାହିଁ। ଏଥର ଅଭିମାନ କିମ୍ବା ଘୃଣା ନୁହେଁ, ଅପମାନରେ ତାର ଦୁଇ ଆଖି ଛଳ ଛଳ ହେଉଥିଲା। ବିଛଣା ସାରା ବିଛାଡ଼ି ହୋଇ ପଡ଼ିଥିବା ଅନିତାର କେଶଗୁଡ଼ାକୁ ହାତ ମୁଠାରେ ଏକତ୍ରିତ କରି ନିଜ ମୁହଁ ପାଖରେ ଚାପି ଧରିଲା ସମୀରଣ। ସତେ ଯେମିତି ନିଜ ପତ୍ନୀର କେଶର ଅନ୍ଧକାରରେ ସେ ନିଜ ଅକ୍ଷମତାର ଗ୍ଳାନିକୁ ଗୋପନ କରିବାକୁ ଚାହୁଁଛି। ତମେ କାନ୍ଦୁଛ? ସମୀରଣ କଥା ଶୁଣି ନିଜ ଆଖିରୁ ଲୁହ ପୋଛି ନେଲା ଅନିତା, କିନ୍ତୁ କୌଣସି ଉତ୍ତର ଦେଲା ନାହିଁ। ସମୀରଣ ତାର ନଗ୍ନ ପିଠିର ମଝି ଶିରାରେ ଆଙ୍ଗୁଠିରେ ଗାର ଟାଣିଲା, କିନ୍ତୁ ଅନିତାର ଦେହରେ ଶିହରଣର ଚିହ୍ନ ନାହିଁ। ସତେ ଯେମିତି ସେ ଏକ ନିହତ ସୋନେଲି ସର୍ପ। କଥା ଥିଲା, ତମେ ମୋତେ କୌଣସି ଦିନ ଘୃଣା କରିବ ନାହିଁ, ଥିଲା ନା ନାହିଁ? ଏଥର ଶୂନ୍ୟକୁ ଦୃଷ୍ଟି କରି ପ୍ରଶ୍ନ କଲା ସମୀରଣ। ଅନିତା ଏପଟକୁ ମୁହଁ ନ ବୁଲାଇ ଉତ୍ତର ଦେଲା, ମୁଁ ତମକୁ ଘୃଣା କରିପାରେ ନା। ମୋର ନିଜ ପ୍ରତି ହିଁ ଘୃଣା ଆସୁଛି, କାରଣ ମୁଁ ତୁମର ଯୋଗ୍ୟ ହେଲି ନାହିଁ। ପତ୍ନୀ କିମ୍ବା ପ୍ରେମିକାର ନିଜ ପ୍ରତି ଘୃଣା, ନିଜର ଯୋଗ୍ୟତା ପ୍ରତି ସନ୍ଦେହ, ସ୍ୱାମୀ ଆଉ ପ୍ରେମିକ ପ୍ରତି ଚରମ ଘୃଣା ଆଉ ସନ୍ଦେହର ନାମାନ୍ତର ମାତ୍ର। ନିତା, ତମେ ଅସୁସ୍ଥତାକୁ ଅକ୍ଷମତା ବୋଲି ମନେ କର ନାହିଁ। ଏଇ କେତେଦିନ ହେଲା ମୁଁ ଅସୁସ୍ଥ। ଏଥର ସ୍ୱାମୀଙ୍କ ଆଡ଼କୁ ମୁହଁ ନ ବୁଲାଇ ରହିପାରିଲା ନାହିଁ ଅନିତା। ତାର ଦୁଇ ଆଖି ଡୋଳା ବିସ୍ଫାରିତ ହୋଇଗଲା। ସେ ଉଦ୍ବେଗ ହୋଇ ପ୍ରଶ୍ନ କଲା, ତମର କ'ଣ ହେଇଛି? ମୁଁ ଠିକ୍ ଜାଣେନା। ମୋ ଛାତି ଭିତରେ ଗୋଟିଏ ଦୁଃଖର ନୀଳ ବିହଙ୍ଗ ଡେଣା ଝାଡ଼ିବାର ଶବ୍ଦ ମୁଁ ଶୁଣିପାରୁଛି। ସବୁ ଥିବା ଭିତରେ କିଛି ନଥିବାର ଯନ୍ତ୍ରଣା ମୁଁ ଅନୁଭବ କରୁଛି। ଅନେକ କବିତାର ଲାଇନ୍ ମୋ ଛାତି ଭିତରେ ଜମାଟ ବନ୍ଧା କଫ ଭଳି ଅଟକି ରହିଛି। ମୁଁ ପୁଣି କବି ହୋଇଯାଇପାରେ। ମୁଁ ବୋଧହୁଏ ଆଉ ସ୍ୱାମୀ ହୋଇପାରିବି ନାହିଁ। କବିତ୍ୱ ଯେ ସ୍ୱାମୀର ଶତ୍ରୁ, ଏକଥା ଅନିତାକୁ ଜଣା ନାହିଁ। ତମର ମନେ ଅଛି, ତମେ ସେଦିନ କହୁଥିଲ, ପୁରୁଷ ପାଇଁ ଅର୍ଥ ହେଉଛି ଜୀବନ ବୀମା। ଅସମୟରେ ଏହା ପୁରୁଷ ଏବଂ ତାର ପରିବାରବର୍ଗଙ୍କୁ ସାହାଯ୍ୟ କରେ। ନାରୀର ଜୀବନ ବୀମା ହେଉଛି ତାର ସ୍ୱାମୀ। ଦୁର୍ଦ୍ଦିନରେ ସେ ତା ପାଖରେ ଠିଆ ହୁଏ। କୁହ, କହୁଥିଲ ନା ନାହିଁ? ସମୀରଣ ଅନିତାକୁ ନିଜ ଛାତି ଉପରକୁ ଟାଣି ଆଣି ଜୋର କରି ତା ମୁହଁକୁ ଓଠରେ ଆଦର କଲା। କହିଲା, ନିତା, ମୋତେ ତୁମେ ଭୁଲ ବୁଝ ନାହିଁ। ମୋର ସବୁ କଥା ମନେ ଅଛି। ମୁଁ ସେମାନଙ୍କଠାରୁ ତମକୁ ଜୋର କରି ସେଦିନ ଛଡ଼ାଇ ଆଣିଥିଲି। ଏହି 11 ବର୍ଷ ଧରି ମୋ ଅଙ୍ଗୁଳି ଫାଙ୍କ ବାଟେ ତମେ ଯେପରି କୁଆଡ଼େ ଚାଲି ନ ଯାଅ, ସେଥିପାଇଁ ପ୍ରତିଟି ମୁହୂର୍ତ୍ତ ମୁଁ ସାଧନା କରିଛି। କବି ହେବା ଅପେକ୍ଷା ତମର ସ୍ୱାମୀ ହେବା ମୋ ପକ୍ଷରେ ବଡ଼ କଥା। ମୋ ହୃଦୟରେ ତମ ପାଇଁ ଥିବା ସ୍ଥାନ ଅନ୍ୟ କେହି କୌଣସି ଦିନ ପୂରଣ କରିପାରିବେ ନାହିଁ। କିନ୍ତୁ ରେଖାକୁ ମୁଁ କଥା ଦେଇଛି, ଗୋଟିଏ କବିତା ଲେଖିଦେବି। ଏଇ କେତେଦିନ ହେଲା ସେ କବିତାର ଲାଇନ୍ ସବୁ
ମୋ ମନ ଭିତରେ ଗୋଟିଏ ବାସ୍ନା ଫୁଲ ଗଛ ହୋଇ ମହକ ବିଚ୍ଛୁରଣ କରୁଛନ୍ତି ନିତା। ସେଇ ଫୁଲର ବାସ୍ନାରେ ମୁଁ ତମ ଦେହର ବାସ୍ନାକୁ ଭୁଲି ଯାଉଛି। ମୋ ଛାତି ଭିତରେ ଗୋଟିଏ ଯନ୍ତ୍ରଣା ପିନ୍ ଭଳି ଫୋଡ଼ି ହୋଇ ଯାଉଛି। ଅନିତା ତାକୁ ଆଉ କଥା କହିବାକୁ ଦେଲା ନାହିଁ। ସ୍ୱାମୀର ମୁହଁ ପାଖରେ ନିଜ ମୁହଁକୁ ଚାପି ଧରି ସେ ଗେହ୍ଲା କରିବାକୁ ଲାଗିଲା। ସମୀରଣ ସେଲୁନରେ ଦାଢ଼ି କାଟୁଥିଲା। ଅନିତାର ସ୍ୱାମୀ ହେଲା ପରେ ସେଲୁନକୁ ଆସି ଦାଢ଼ି କାଟିବା ଗତ 11 ବର୍ଷ ଧରି ଗୋଟିଏ ଧାରାରେ ପଡ଼ିଗଲାଣି। ଆଗେ ସେ ହାତରେ ଦାଢ଼ି କମାଉଥିଲା। ବାହା ହେଲା ପରେ ସେଥିରେ ବାଧା ଦେଲା ଅନିତା। ଚୌଧୁରୀ ମ୍ୟାନସନର ନିୟମ, ପୁରୁଷ ଲୋକ ନିଜ ଦାଢ଼ି କାଟିବେ ନାହିଁ। ସେଥିପାଇଁ ସ୍ୱତନ୍ତ୍ର ବାରିକ ଅଛି, କାମପାଳ ବାରିକ। ଅନେକ ଥର କାମପାଳ ବାରିକ ଆସି ତାର ଦାଢ଼ି କାଟି ଯାଇଛି। 2 ଗାଲ ଦାଢ଼ି କାଟିବା ପାଇଁ ତାକୁ 2 ଘଣ୍ଟା ସମୟ ଲାଗେ। ସମୀରଣ ବିରକ୍ତ ହେଲେ କାମପାଳ ଉତ୍ତର ଦିଏ, ଜାଣିଲେ ସାହେବ, ରାୟବାହାଦୁର ବଞ୍ଚିଥିବା ବେଳେ ଅନେକ ବାରିକ ଆସିଛନ୍ତି ଏ ଚୌଧୁରୀ ସାହେବଙ୍କ କୋଠିକୁ। କେହି ମାସକରୁ 2 ମାସ ଟେକି ନାହାନ୍ତି। କାଖ ତଳେ ମୁଠି ଯାକି ବାଟେ ବାଟେ ପଳେଇବାକୁ ସେମାନଙ୍କୁ ତଅର ସହି ନାହିଁ। ଏକା ମୁଁ କାମପାଳ ବାରିକ। କାମପାଳ ବାରିକ ଭଲ ଖିଅର କରି ଜାଣୁ କି ନ ଜାଣୁ ଭଲ କଥା କହି ଜାଣୁଥିଲା। ସବୁ କଥା ରାୟବାହାଦୁର ବ୍ରଜଗୋପାଳ ଚୌଧୁରୀଙ୍କ କୀର୍ତ୍ତି କାହାଣୀ ନେଇ। ତାର ଜିଭ ଥିଲା ଚୌଧୁରୀ ପରିବାରର ଚଳମାନ ଇତିହାସ। ସେ କଥା ନ କହିଲେ ତାର ହାତ ଚାଲେ ନାହିଁ। ପ୍ରଥମେ କିଛି ଦିନ ଏସବୁ କଥା ଶୁଣିବା ପାଇଁ ସମୀରଣକୁ ମନ୍ଦ ଲାଗୁନଥିଲା। କିନ୍ତୁ ବେଶୀ ଦିନ ଭଲ ଲାଗିଲା ନାହିଁ। ବର୍ଣ୍ଣନା ଚାତୁରୀ ଯେତେ ଅଲଗା ହେଲେ ବି ସେଇ ଗୋଟିଏ କଥାକୁ କାନ କେତେଦିନ ଶୁଣି ସହ୍ୟ କରିପାରେ? ଅନିତାର ଚକିତ ଭ୍ରୁକୁଟିକୁ ଉପେକ୍ଷା କରି ଦିନେ ସେ କାମପାଳ ବାରିକକୁ ବିଦାୟ କରି ଏଇ ପାଖ ସେଲୁନକୁ ଚାଲି ଆସିଥିଲା। ସେଇଦିନୁ ଏ ସେଲୁନକୁ ଆସିବା ମଧ୍ୟ ତାର ଏକ ଅଭ୍ୟାସ ହୋଇଯାଇଛି। ସମୀରଣ ଅଧା ଦାଢ଼ି କମାଇଛି। ତାର ଆଙ୍ଗ୍ଲୋ ଇଣ୍ଡିଆନ ପରିଚାରିକା ଜଣକ ଖୁବ୍ ଜୋରରେ ଦୌଡ଼ି ଦୌଡ଼ି ତା ଆଡ଼କୁ ଆସୁଥିବା ଲକ୍ଷ୍ୟ କଲା। ଏଇ ଅଳ୍ପ ସମୟ ଆଗରୁ ଅନିତା ଗାଡ଼ି ନେଇ ବାହାରି ଯାଇଛି। ଘରେ ତ ଆଉ କେହି ନାହାନ୍ତି। କ'ଣ ପାଇଁ ସେ ଏପରି ଊର୍ଦ୍ଧ୍ୱଶ୍ୱାସ ହୋଇ ଦୌଡ଼ି ଦୌଡ଼ି ତା ପାଖକୁ ଛୁଟି ଆସୁଛି? ସାହେବ, ମେମ୍ ସାହେବଙ୍କ ଫୋନ୍। ପରିଚାରିକାର କଣ୍ଠସ୍ୱର ପ୍ରକମ୍ପିତ ହେଉଥିଲା। କିଏ ଫୋନ୍ କରୁଛି ମେମ୍ ସାହେବକୁ? ସମୀରଣ ପ୍ରଶ୍ନ କଲା। ମେମ୍ ସାହେବ ଆପଣଙ୍କୁ ଫୋନ୍ କରୁଛନ୍ତି। ଆକ୍ସିଡେଣ୍ଟ ହୋଇଛି। ଆକ୍ସିଡେଣ୍ଟ? ଚମକି ଉଠିଲା ସମୀରଣ। ଏଇ ଅଳ୍ପ ସମୟ ଆଗରୁ ମାତ୍ର ଗାଡ଼ି ନେଇ ବାହାରି ଯାଇଥିଲା ଅନିତା। ହଠାତ୍ ଦୁର୍ଘଟଣା? ଦାଢ଼ି କମାଇବା ଅଧା ରଖି ସେଲୁନରୁ ଉଠି ଆସିଲା ସମୀରଣ। ଫୋନ୍ ଅପେକ୍ଷା କରିଥିଲା। କ'ଣ ହୋଇଛି? ଆକ୍ସିଡେଣ୍ଟ। ଆରପଟୁ ଅନିତାର ଉତ୍ତର ଶୁଣାଗଲା। ଖୁବ୍ ଜୋରରେ ଆହତ ହୋଇଛ? ମୋର କିଛି ହୋଇନି। ମୋ ଗାଡ଼ି ଆଗରେ ଗୋଟିଏ ଝିଅ ପଡ଼ିଯାଇଛି। ମୁଁ ତାକୁ ନେଇ ଆସିଛି ହସ୍ପିଟାଲ। ମୋର ଡ୍ରାଇଭିଂ ଭୁଲ, ରଙ୍ଗ ସାଇଡ୍। ତମେ ଶୀଘ୍ର ଚାଲି ଆସ। ଉଃ, କି ବିପଦ! ଅନିତା ତାହେଲେ ଆହତ ହୋଇନି। ଆହତ ହୋଇଛି ଜଣେ ପଥଚାରିଣୀ ବାଳିକା। ସମୀରଣ ସ୍ୱସ୍ତିର ଦୀର୍ଘଶ୍ୱାସ ତ୍ୟାଗ କଲା। ସେଲୁନକୁ ଫେରି ପୂରା ଗାଡ଼ି କମାଇଲା, ପୂରା ଦାଢ଼ି କମାଇଲା। ଚା ଖାଇଲା, ସ୍ନାନ କଲା। ତାର ଆଉ କ'ଣ କରିବାର ଅଛି? ଅନିତା ଝିଅଟାକୁ ଡାକ୍ତରଖାନା ନେଇଯାଇଛି। ଦାୟିତ୍ୱ ଏଣିକି ଡାକ୍ତରମାନଙ୍କର। ଖୁବ୍ ବେଶୀ ହେଲେ ଅନିତା ପାଇଁ ତାକୁ ଥରେ 2 ଥର ଥାନାକୁ ଯିବାକୁ ପଡ଼ିବ। ରାୟବାହାଦୁର ବ୍ରଜଗୋପାଳ ଚୌଧୁରୀଙ୍କ ଝିଅ ଅନିତା ଚୌଧୁରୀ। ବର୍ତ୍ତମାନ ସୁଦ୍ଧା ଭୂତପୂର୍ବ ରାୟବାହାଦୁର ପରିବାର ପାଇଁ ଏ ସହରର ପୋଲିସ ମହଲରେ ଯଥେଷ୍ଟ ସମ୍ଭ୍ରମ ଭକ୍ତିଭାବ ଗଚ୍ଛିତ ଅଛି। ଅନିତାର କିଛି ହେବ ନାହିଁ। ସମୀରଣ ପୋଷାକ ପିନ୍ଧିସାରି ସଦ୍ୟ ଦାଢ଼ି କଟା ହୋଇଥିବା ଗାଲ ଉପରେ ଆଫ୍ଟର ସେଭ୍ ଲୋସନ୍ ଛିଞ୍ଚିଦେଲା। ତାପରେ ଟ୍ୟାକ୍ସି ଷ୍ଟାଣ୍ଡକୁ ଫୋନ୍ କଲା।
ଚୌଧୁରୀ ମ୍ୟାନସନକୁ ଗୋଟିଏ ଟ୍ୟାକ୍ସି ପଠାଇବା ପାଇଁ। ଯାହାର ସ୍ତ୍ରୀ ଆକ୍ସିଡେଣ୍ଟ କରିଛି ତାର ସ୍ୱାମୀ ରିକ୍ସାରେ ବସି ଆହତକୁ ଦେଖିବା ପାଇଁ ମେଡ଼ିକାଲ ଯିବାର କିଛି ମାନେ ହୁଏ ନାହିଁ। ଥାନାରେ ପୋଲିସର ଖାତିର ଆଉ ଡାକ୍ତରଖାନାରେ ଡାକ୍ତରଙ୍କ ଆଦର ରିକ୍ସା ଆରୋହୀକୁ ଦେଖିବା ମାତ୍ରେ କମିଯାଏ। ସମୀରଣ ପାଇଁ କିନ୍ତୁ ଡାକ୍ତରଖାନାରେ ବିରାଟ ଏକ ବିସ୍ମୟ ଅପେକ୍ଷା କରି ରହିଥିଲା। ଜୀବନର ସବୁଠାରୁ ବଡ଼ ଶୋକ, ବଡ଼ ଦୁଃଖକୁ ସାମ୍ନା କରି ସେ ହତଚକିତ ହୋଇଗଲା। ତା ପାଟିରୁ ହଠାତ୍ କଥା ବାହାରିଲା ନାହିଁ। ସେ କ'ଣ ଦେଖୁଛି? ଡାକ୍ତରଖାନାରେ ସେ ବେଡ଼ରୁ ଆଖି ଖୋଲିବା ମାତ୍ରେ ରେଖାର ଆଖି ପଡ଼ିଗଲା ତା ଉପରେ। ହସ ଚମକି ଆସିଲା ତାର ଯନ୍ତ୍ରଣାକାତର ମୁହଁ ଉପରକୁ। ସେ ଖୁବ୍ ଧୀର କଣ୍ଠରେ ପ୍ରଶ୍ନ କଲା, ଆରେ ଆପଣଙ୍କୁ ଖବର ଦେଲା କିଏ? ମୋ ସ୍ତ୍ରୀ। ସେ ଗାଡ଼ି ଚଳାଇ ଯାଉଥିବା ବେଳେ ତାଙ୍କର ଗାଡ଼ିରେ ଏ ଦୁର୍ଘଟଣା। ରେଖା, ମୁଁ ଭାରି ଦୁଃଖିତ। ଏଥିରେ ଦୁଃଖ କରିବାର କ'ଣ ଅଛି? ଦୁର୍ଘଟଣା ହିଁ ଦୁର୍ଘଟଣା। ଆପଣଙ୍କ ମିସେସଙ୍କ ଗାଡ଼ି ନ ହୋଇ ଆଉ କାହା ଗାଡ଼ିରେ ହୁଏତ ଏ ଦୁର୍ଘଟଣା ଘଟିଥାନ୍ତା। ବରଂ ମୋର ଭାଗ୍ୟ ଆପଣଙ୍କ ମିସେସଙ୍କ ଗାଡ଼ିରେ ସାମ୍ନାରେ ମୁଁ ପଡ଼ିଛି। କଥା ଅଧା ରହିଲା। ଜଣେ ପୋଲିସ ଅଫିସର ଆସିଲେ ଡାକ୍ତରଙ୍କୁ ସାଙ୍ଗରେ ଧରି ଆହତ ବ୍ୟକ୍ତିର ଜମାନବନ୍ଦୀ ନେବା ପାଇଁ। ରେଖା ଥରେ ସମୀରଣ ଏବଂ ଆଉ ଥରେ ପୋଲିସ ଅଫିସରଙ୍କୁ ଚାହିଁଲା। ତାପରେ ମନସ୍ଥିର କରି ଦୃଢ଼ କଣ୍ଠରେ କହିଲା, ନା, କାର୍ ଠିକ୍ ରାସ୍ତାରେ ଯାଉଥିଲା। ମୁଁ ରାସ୍ତା ପାର ହେବା ପାଇଁ ରଙ୍ଗ ସାଇଡ଼କୁ ଚାଲି ଯାଇଥିଲି। ମୋର ଠିକ୍ ମନେ ଅଛି, କାର୍ ଡ୍ରାଇଭର ଭଦ୍ରମହିଳା ବାମ ପଟ ଦେଇ ଯାଉଥିଲେ। ମୁଁ ଆଗରେ ପଡ଼ିଯିବା ଦେଖି ବ୍ରେକ୍ ଦେଲି। ତା ନହେଲେ ମୋର ଏଠିକି ଆସିବା ଅବସ୍ଥା ମଧ୍ୟ ନଥାନ୍ତା। ନା, ତାଙ୍କର କିଛି ଦୋଷ ନାହିଁ। ସମୀରଣ ମୁହଁକୁ ଚାହିଁ ତାର ପତ୍ନୀକୁ ବିପଦରୁ ବଞ୍ଚାଇବା ପାଇଁ ଗୋଟିକ ପରେ ଗୋଟିଏ ପରିକଳ୍ପିତ ମିଥ୍ୟା କହିଗଲା ରେଖା। ସମୀରଣ ଦୁଃଖରେ, ଯନ୍ତ୍ରଣାରେ, ଶୋଚନାରେ ଝରଝର ହୋଇ କାନ୍ଦି ପକାଇଲା। ପୋଲିସ ଅଫିସର ଜମାନବନ୍ଦୀ ରେକର୍ଡ଼ କରି ଚାଲିଗଲେ। ରେଖା ଜୋର କରି ମୁହଁରେ ହସ ଫୁଟାଇ କହିଲା, ଆରେ ଆପଣ ଅକାରଣରେ କାନ୍ଦୁଛନ୍ତି କାହିଁକି? ବରଂ ଡାକ୍ତର କହୁଛନ୍ତି ମୁଁ ଭଲ ହୋଇଯିବି। ଆପଣ ସେ କବିତାଟା ଲେଖିଦେବେ ନା? ଆମ ବାହାଘର ଉତ୍ସବରେ କୌଣସି ଗୀତର ରେକର୍ଡ଼ ମାଇକ୍ରେ ବାଜିବ ନାହିଁ। ଜଣେ କେହି ଆବୃତ୍ତି କରିଯିବ ଆପଣଙ୍କର ସେଇ କବିତା ମାଇକ୍ ଆଗରେ। ଏ ପ୍ରଦୀପ, ପାଖକୁ ଆସ, ଏ ପରା କବି ସମୀରଣ ମହାପାତ୍ର। ପଛପଟୁ ଜଣେ ମଳିନ ମୁଖ ତରୁଣ ଆଗେଇ ଆସି ସମୀରଣଙ୍କୁ ନମସ୍କାର କଲା। ବେଶ୍ ସୁନ୍ଦର ସ୍ୱାସ୍ଥ୍ୟ, ସୁଦର୍ଶନ, ରଙ୍ଗ କଳା ହେଲେ ବି ବଳିଷ୍ଠ ବ୍ୟକ୍ତିତ୍ୱର ଚିହ୍ନ ଫୁଟି ଉଠୁଥିଲା ମୁଖର ଭଙ୍ଗୀ ଆଉ ଆଖିର ଚାହାଣୀରେ। ମୁହଁଟି କିନ୍ତୁ ମଳିନ, ଶୋକରେ ଛଳଛଳ। ଏଇ ତାହେଲେ ରେଖାର ପ୍ରେମିକ, ଭାବୀ ସ୍ୱାମୀ। ସମୀରଣ ଖୁବ୍ ଦୁଃଖ କରୁଥିବା ଭଳି କାତର କଣ୍ଠରେ କହିଲା, ତମକୁ ଦେଖିବା ପାଇଁ ଭାରି ଇଚ୍ଛା ଥିଲା। ଆସିବା ପାଇଁ ରେଖା ହାତରେ ଅନେକ ଥର ଖବର ଦେଇଥିଲି। ଭଲ ହେଲା, ଦେଖା ହେଲା। କିନ୍ତୁ ଦୁଃସମୟରେ। ପ୍ରଦୀପର ମୁଖଭଙ୍ଗୀ ବଦଳିଲା ନାହିଁ। ଜୋର କରି ସେ ମୁହଁରେ ହସ ଫୁଟେଇବାକୁ ଚେଷ୍ଟା କଲା ନାହିଁ। କିନ୍ତୁ ଜଣେ କ୍ଷମାଶୀଳ, ଉଦାର ହୃଦୟ ତରୁଣ ଭଳି ସେ ଉତ୍ତର ଦେଲା, ହଁ, ଖୁବ୍ ଦୁଃସମୟରେ ଦେଖା। ଆପଣ ଠିକ୍ ବୁଝିପାରିବେ ନାହିଁ ମୁଁ କିପରି ଭାଙ୍ଗି ପଡ଼ିଛି। ମୋ ସହିତ ଦେଖା କରିବାକୁ ସେ ଆସୁଥିଲା। ଆଜି ମୋର ଜନ୍ମଦିନ। ଆଚ୍ଛା ଡାକ୍ତର, ରେଖା ଭଲ ହୋଇଯିବ ତ? ଡାକ୍ତର ମହାପାତ୍ରଙ୍କୁ ଧରି ଠିକ୍ ସେତିକିବେଳେ କକ୍ଷରେ ପ୍ରବେଶ କରୁଥିଲା ଅନିତା। ଏ ହସ୍ପିଟାଲରେ ସେ ସର୍ବମୟ କର୍ତ୍ତା, ଏ ସହରର ପ୍ରଖ୍ୟାତ ଯଶା ଚିକିତ୍ସକ। ହଠାତ୍ ପ୍ରଦୀପର ପ୍ରଶ୍ନ ଶୁଣି ସେ ମୁହଁରେ ହସ ଫୁଟାଇଲେ। କହିଲେ, ଆଘାତଟା କେତେ ଗଭୀର ସେ କଥା ଏକ୍ସରେ ପରେ ଜଣାପଡ଼ିବ। ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ନର୍ସ, ଶୁଭ୍ର ଆପ୍ରାନ୍ ପରିହିତା ଜଣେ
ବର୍ଷିୟସୀ ନର୍ସ ଆଗେଇ ଆସିଲେ ଡାକ୍ତର ମହାପାତ୍ରଙ୍କ ଡାକ ଶୁଣି। ଠିକ୍ ସେହି ସମୟରେ ରେଖା ଚିତ୍କାର କରି ଉଠିଲା, ଡାକ୍ତର, ମୋ ମୁଣ୍ଡ ଘୂରେଇ ଦେଉଛି। ଏ ସାରା ଘରଟା ଘୁରୁଛି। ମୋତେ କିଛି ଦେଖାଯାଉ ନାହିଁ। ପ୍ରଦୀପ, ତୁମେ ପାଖକୁ ଆସ। ପ୍ରଦୀପ କହିଲା, ରେଖା, ମୁଁ ଅଛି, ଡାକ୍ତର ଅଛନ୍ତି। ରେଖା ରେଖା ସଜ୍ଞାହୀନ ହୋଇ ପଡ଼ିଲା। ଡାକ୍ତର ମହାପାତ୍ର ସମସ୍ତଙ୍କୁ ବାହାରକୁ ଯିବା ପାଇଁ ଆଦେଶ ଦେଇ ତାର ନାଡ଼ି ପରୀକ୍ଷା କରିବାକୁ ଲାଗିଲେ। କିଛି ସମୟ ପରେ ଆସି ଘୋଷଣା କଲେ, କୋମା। ରେଖା ସଜ୍ଞା ହରାଉଛି। ସଜ୍ଞାହୀନ ଅବସ୍ଥାରେ ପଡ଼ି ରହିଛି। ଚେତା ନ ଫେରିବା ଯାଏ କିଛି ଚିକିତ୍ସା କରିହେବ ନାହିଁ। ପ୍ରଥମ ଚିକିତ୍ସା ତାର ସଜ୍ଞା ଫେରାଇ ଆଣିବା। ସେତେବେଳକୁ ଦିନ 12। ଆକାଶର ଜ୍ୟୋତ୍ସ୍ନାରେ ପୃଥିବୀ ଭାସି ଯାଉଛି। ସେ ଜ୍ୟୋତ୍ସ୍ନା ଝର ଆକାଶକୁ ଚାହିଁ ଭୁକୁଛି ଗୋଟିଏ ବୁଲା କୁକୁର। ଠିକ୍ ଭୋ ଭୋ ଭୁକିବା ନୁହେଁ, ଭୋ କିନା ଶବ୍ଦଟା ଲମ୍ବିଯାଇ ଗୋଟିଏ କାନ୍ଦଣାର ସ୍ୱର ଭଳି ଶୁଣାଯାଉଛି। ରାସ୍ତାର ବୁଲା କୁକୁରଟା ଜ୍ୟୋତ୍ସ୍ନାୟିତ ଆକାଶକୁ ଚାହିଁ କାନ୍ଦୁଛି କାହିଁକି? କାହିଁକି ଏମିତି ହୁଏ ଅନିତା ଜାଣେ ନାହିଁ। ନିଃଶବ୍ଦ ସୁଦୀର୍ଘ ଜ୍ୟୋତ୍ସ୍ନା ରାତ୍ରି ଆଉ କୁକୁରର ଲହରେଇ ଲହରେଇ କାନ୍ଦିବାର ଶବ୍ଦ, ଏ ଦୁଇଟା ଯାକ କଥା ତାର ବଡ଼ ଅବିଶ୍ୱାସୀ ମନେ ହୁଏ। ଭାବେ ସେ ତାର ଛାତ ଉପରକୁ ଚାଲିଯିବେ ବେଡ଼ରୁମ୍କୁ। ସେଠାରେ ଜଣେ ପରିତୃପ୍ତ ପବିତ୍ର ଦେବଶିଶୁ ଭଳି ନିଘୋଡ଼ ନିଦରେ ଶୋଇପଡ଼ିଛନ୍ତି ସମୀରଣ। ତାର ଦେହ ସହିତ ଘନିଷ୍ଠ ହୋଇ ସାରିଲା ପରେ ସମୀରଣଙ୍କ ନିଦ୍ରା ବଡ଼ ପ୍ରଗାଢ଼ ହୁଏ। ମୁହଁରେ ଫୁଟି ଉଠେ ଏକ ପବିତ୍ର ପରିତୃପ୍ତ ଆନନ୍ଦର ଚିହ୍ନ। ଆଜି ତାଙ୍କର ମୁହଁଟି ତୃପ୍ତିରେ ବେଶୀ ସୁନ୍ଦର ଦେଖାଯାଉଥିଲା। ଅନେକ ଦିନର ଉପବାସୀ ମନ ଯେପରି ଆକଣ୍ଠ ତୃପ୍ତିରେ ଉଛୁଳି ଉଠୁଛି, ଠିକ୍ ସେମିତି। ଭାରି ଇଚ୍ଛା ହେଉଥିଲା ତାର ସ୍ୱାମୀକୁ କୋଳାଗ୍ରତ କରି ସେ କିଛି ସମୟ କେଲା କରିବ। ତାଙ୍କ ମୁଣ୍ଡର ଅସଜଡ଼ା କେଶ ସବୁ ସଜାଡ଼ି ଦେବ। ମୁଣ୍ଡର କେଶ ଭିତରେ ଆଙ୍ଗୁଠିରେ ଗାର କାଟିବ। ତାଙ୍କର ନିଦ୍ରିତ ଆଖିପତାକୁ ଓଠରେ ଛୁଇଁଦେବ। କିନ୍ତୁ ହଠାତ୍ ତାକୁ ବାହାରର ଜ୍ୟୋତ୍ସ୍ନା ଚମକାଇ ଦେଲା। ତାର ମନେ ପଡ଼ିଗଲା ତା ପାଇଁ ଗୋଟିଏ ସଦ୍ୟ ଯୌବନା କିଶୋରୀ ସଜ୍ଞାହୀନ ଭାବରେ ମେଡ଼ିକାଲର ଶଯ୍ୟାରେ ଶୋଇ ରହିଛି। ଅକ୍ସିଜେନ୍ ସାଲାଇନ୍ ଦିଆଯାଉଛି। ପାଖରେ ଗୋଟିଏ ଛୋଟ ଟୁଲ୍ ପକାଇ ତାର ପ୍ରେମିକ ଭାବୀ ସ୍ୱାମୀ ଅପଲକ ଉଦ୍ବିଗ୍ନ ଆଖିରେ ଜଗି ବସିଛି। ନିଜର ରତିକ୍ଲାନ୍ତ ଅବଶ ଦେହକୁ ଟାଣି ଟାଣି ଅନିତା ଛାତ ଉପରକୁ ଅବଲୀଳାକ୍ରମେ ଉଠି ଆସିଲା। ଛାତି ଭିତରେ ତାର ଗୋଟିଏ ଅର୍ଦ୍ଧଦଗ୍ଧ ଯନ୍ତ୍ରଣା ଦପ୍ ଦପ୍ ହେବାକୁ ଲାଗିଲା। ସେ ଅନ୍ୟମନସ୍କ ଭାବରେ ଠିଆ ହୋଇ ଜ୍ୟୋତ୍ସ୍ନାୟିତ ପୃଥିବୀ ଆଉ କ୍ରନ୍ଦନରତ ଶ୍ୱାନ ଚିତ୍କାର ଶୁଣିବାକୁ ଲାଗିଲା। କାହିଁକି ଝରୁଛି ଜ୍ୟୋତ୍ସ୍ନା? କାହିଁକି ବା କାନ୍ଦୁଛି କୁକୁର? ତାକୁ କିଛି ଜଣା ନାହିଁ। ତାକୁ କେବଳ ଶୁଣାଯାଉଛି ନିଜର ନିର୍ଜନ ବିଶ୍ରାମ କକ୍ଷରେ ଡାକ୍ତର ଅବିନାଶ ମହାପାତ୍ର ତା ଆଡ଼କୁ ସନ୍ଦିଗ୍ଧ ଦୃଷ୍ଟିରେ ଚାହିଁ କହୁଛନ୍ତି, ଝିଅଟା ପାଖରେ ତମେ ଆଜୀବନ ଋଣୀ ହୋଇ ରହିଗଲ ମିସେସ୍ ସମୀରଣ ମହାପାତ୍ର। ତମେ ଜାଣି ଜାଣି ଆକ୍ସିଡେଣ୍ଟ କରି ତାକୁ ମାରିଦେବାକୁ ଚାହିଁଥିଲ, ଅଥଚ ସେ ଭୁଲ ରାସ୍ତାରେ ଯିବା ହେତୁ ଆକ୍ସିଡେଣ୍ଟ ହୋଇଛି ବୋଲି ମିଛ କହି ତମକୁ ବଞ୍ଚାଇ ଦେଲା। ତାର କୁମାରୀ ଜୀବନର ପ୍ରେମିକ ପଞ୍ଚୁପାଣ୍ଡବମାନଙ୍କ ମଧ୍ୟରେ ଡାକ୍ତର ଅବିନାଶ ମହାପାତ୍ର ଥିଲେ ସବ୍ୟସାଚୀ ଅର୍ଜୁନ। ଅନ୍ୟ ଚାରିଜଣଙ୍କ ଅପେକ୍ଷା ଏଇ ଲୋକଟି ପ୍ରତି ତା ମନରେ ଥିଲା କିଛି ପରିମାଣରେ ଗୋପନୀୟ ଅତିରିକ୍ତ ଆକର୍ଷଣ। ଅବିନାଶ ବାହା ହୋଇଗଲା ଦିନ ସେ ଚୌଧୁରୀ ମ୍ୟାନ୍ସନର ରୁଦ୍ଧ କୋଠରୀରେ ମନ ଭରି କାନ୍ଦିଥିଲା। ସମୀରଣଙ୍କ ସହ ବିବାହ ପରେ ଅବିନାଶ ଆଶ୍ଚର୍ଯ୍ୟ ଭାବରେ ନିଜକୁ ତାଠାରୁ ଦୂରେଇ ନେଇଥିଲେ। କୌଣସି ଦିନ ଦେଖାହେଲେ ସେ ଆଗ ଭଳି ତାର ନାମ ସୁଦ୍ଧା ଉଚ୍ଚାରଣ କରିନାହାନ୍ତି। ତାଙ୍କ ପାଖରେ ତାର ପରିଚୟ ମିସେସ୍ ସମୀରଣ ମହାପାତ୍ର। ଅବିନାଶ ସେଇ ନାମରେ ତାକୁ ସମ୍ବୋଧନ କଲେ ଖୁଞ୍ଚା ଖାଇଲା ଭଳି କଷ୍ଟ ଅନୁଭବ କରେ ଅନିତା। କିନ୍ତୁ ସେଦିନର ସେ ଅଭିଯୋଗ ଭରା ଆକ୍ଷେପୋକ୍ତି ସେ ସମ୍ବୋଧନର ଖୁଞ୍ଚାଠାରୁ ଆହୁରି ମର୍ମନ୍ତୁଦ ମନେ ହେଲା ତାର। ସେ ଚକିତ କଣ୍ଠରେ ପ୍ରଶ୍ନ କଲା,
ମୁଁ ଜାଣି ଜାଣି ଆକ୍ସିଡେଣ୍ଟ କରିଛି ବୋଲି ତମେ ସନ୍ଦେହ କରୁଛ ଅବିନାଶ? ସେଥିରେ ମୋର କ'ଣ ସ୍ୱାର୍ଥ ଥାଇପାରେ? ଅବିନାଶଙ୍କ ମୁହଁରେ ଆବିଳ ଜଳର ଘୂର୍ଣ୍ଣି ଭଳି ଏକ କୁଟିଳ ହସର ଭଉଁରୀ ଖେଳିଗଲା। ସେ ଗୋଟିଏ ସିଗାରେଟରେ ନିଆଁ ଧରାଇ କହିଲେ, କବି ସମୀରଣ ମହାପାତ୍ରଙ୍କ ହୃଦୟହାରିଣୀ ପ୍ରେମିକା ଥିଲା ଝିଅଟି। ତମର ସବୁ ସ୍ୱପ୍ନ ଚୋରି ହୋଇ ଯାଉଥିଲା। ତମର ସୁସଜ୍ଜିତ ସୁନାର ସଂସାର ପରିଣତ ହୋଇଯାଇଥିଲା ଗୋଟିଏ ଭଙ୍ଗୁର ଧୂଳିଘର ଭଳି। ଯଦି ଏକୁଟିଆ ରାସ୍ତାରେ ନିଜ ବିବାହିତ ଜୀବନର ଚରମ ଶତ୍ରୁକୁ ସାମ୍ନାରେ ପାଇ ଷ୍ଟିଅରିଂ ଧରିଥିବା ତମ ହାତ ଚଞ୍ଚଳ ହୋଇ ଉଠିଥାଏ, ସେଥିପାଇଁ ତମକୁ କେହି ଦୋଷ ଦେଇପାରିବେ ନାହିଁ। ପ୍ରତି ନାରୀ ତ ଜଣେ ଜଣେ ଈର୍ଷାର ଈଶ୍ୱରୀ। କିନ୍ତୁ ଅବିନାଶ, ବିଶ୍ୱାସ କର, ଏଇ ଝିଅଟି ଯେ ସମୀରଣଙ୍କ କବିତାର ଅନୁରାଗିଣୀ ପାଠିକା, ଏକଥା ମୁଁ ଆଦୌ ଜାଣିନଥିଲି। ସମୀରଣଙ୍କ ସହିତ ତାହାର କଥାବାର୍ତ୍ତାରୁ ଏଇମାତ୍ର ସେ କଥା ଜାଣିଲି। ତେଣୁ ରାସ୍ତାରେ ଦେଖି କୌଣସି ଈର୍ଷାର ବିଷ ମୋ ମନରେ ଚହଟି ଯାଇଥାନ୍ତା କାହିଁକି? ସେ ଡାକ୍ତରଙ୍କ କଥାର ପ୍ରତିବାଦ କରିଥିଲା।